जय बाबा बराଳ ବାଲୁଙ୍କେଶ୍ୱର ଜୟ ଜଗନ୍ନାଥ। ପୁଣି ଏକ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆପଣମାନେ କେମିତି ଅଛନ୍ତି? ଆଶା କରୁଛି ସମସ୍ତେ ଭଲରେ ଥିବେ ଆଉ ଖୁସିରେ ଥିବେ। ଆଜିର ବ୍ଲଗ୍ଟି ଷ୍ଟାର୍ଟ କରିବା ପୂର୍ବରୁ ଠାକୁରଙ୍କ ନାଁ ନେଇ ମୁଁ ଷ୍ଟାର୍ଟ କରିବି। ଯାହା କହିବେ ସିଏ କହିବେ, ଆଉ ମୁଁ ଯାହା କହିବେ ଭଗବାନ ସବୁ ଭଲରେ କହିବେ। ସିଏ କହିବେ ଆଉ ମୋ ଦ୍ୱାରା ହିଁ କହିବେ। ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ଆଜିର ଭିଡ଼ିଓଟି ଷ୍ଟାର୍ଟ କରିବା ବାବା ବାଲୁଙ୍କେଶ୍ୱରଙ୍କ ଉପରେ। ଆପଣ ତ ଥମ୍ବନେଲ୍ ଦେଖି ଜାଣିସାରିଥିବେ କେଉଁ ଟପିକ୍ ଉପରେ ଆଜିର ଭିଡ଼ିଓଟି ହେଉଛି। ଯଦି ବରାଳ ବାଲୁଙ୍କେଶ୍ୱରଙ୍କ ପାଖରେ ମାନସିକ କରିଲା ପରେ ମାନସିକ ପୂରଣ ହେଉନି କି ତାହାର ଉପାୟ ଏଇଠି ବାହାରିବ। ଯଦି ହେଉନି କ'ଣ କଲେ ହେବ, କେତେ ଜଣଙ୍କର ସବୁ ସକ୍ସେସ୍ ହେଲାଣି, ମୁଁ ତାହା ଶେଷରେ କହିବି। କିନ୍ତୁ ପ୍ରଥମେ ବାଲୁଙ୍କେଶ୍ୱରଙ୍କ ନାଁ ନେଇ ଆଗକୁ ଚାଲିବା। ବିପଦେ ଆପଦେ ଡାକଇ ଯିଏ, ନିମିଷକେ ସବୁ ଦୂରେଇ ଯାଏ। ଛାଡ଼, ଆଜି ଗୀତ କରିବାନି, ଶୁଣନ୍ତୁ। ପ୍ରଥମତଃ ମାନସିକ ରଖିଲା ପରେ ପ୍ରଥମରୁ 21 ଦିନ ଯାଏ ଆପଣମାନେ ଗୋଟିଏ କାମ କରନ୍ତୁ। ମୁଁ ଯେଉଁଟା ସମସ୍ତଙ୍କୁ ବତାଉଛି ଆପଣ ସେଇଟା ହିଁ କରନ୍ତୁ। ଆଉ ସେଇଟା କରିଲେ ସମସ୍ତେ ସକ୍ସେସ୍ ହେଲେଣି, ଆପଣମାନେ ବି ହେବେ। ସକ୍ସେସ୍ର ଫାଷ୍ଟ କାରଣ ଶୁଣ। ପୁରୀରୁ ଜଣେ ଭଉଣୀ ମୋତେ କଲ୍ କରିଥିଲେ, ଆଉ ଜଣେ ଭାଇ ବି କଲ୍ କରିଥିଲେ। ସେ ମାନସିକ କରିଛନ୍ତି, ଠାକୁରଙ୍କ ଦୟାରୁ ତାଙ୍କର ବି ହେଇଯାଉ। ତାଙ୍କର ହେଲେ ନିଶ୍ଚିତ ମୁଁ ସମସ୍ତଙ୍କୁ ଜଣେଇବି ଏ କଥା। କିନ୍ତୁ ଜଣେ ଭଉଣୀ ଫୋନ୍ କରିଥିଲେ, ବହୁତ ଦିନ ହେଲାଣି ସେ ମାନସିକ କରିଥିଲେ। କଲା ପରେ ତାଙ୍କର କୌଣସି ପ୍ରକାର ସକ୍ସେସ୍ ହେଇନଥିଲା। ମାନସିକ କ'ଣ ପାଇଁ କରିଥିଲେ ନା, ତାଙ୍କର କୌଣସି ପ୍ରକାର 12-13 ବର୍ଷ ହେଇଗଲାଣି, ପିଲାପିଲିଟି ସନ୍ତାନଟି ହେଉନଥିଲା। ଆଉ ସେଥିଲାଗି ସେ ମାନସିକ କରିଥିଲେ। ମିନିମମ୍ 6 ମାସ ହେଇଗଲାଣି ମାନସିକ କରିଥିଲେ, କିଛି କୁଆଡ଼େ ହେଉନଥିଲା। ମୋତେ ଫୋନ୍ କଲେ। ଫୋନ୍ କଲା ପରେ ମୁଁ ତାଙ୍କୁ କହିଲି କି ଭାଇ କି ଭଉଣୀ 2 ଜଣ ଫୋନ୍ କରିଥିଲେ ନା, ମୁଁ କହିଲି ଦେଖ, ସମସ୍ତେ ନିରାଶ ହେଇକି ଫେରୁନାହାନ୍ତି। ଆଉ ପ୍ରାୟ ବହୁତ ଲୋକଙ୍କର ବି ଅଛି ବହୁତ ଜଲ୍ଦି ହେଇଯାଉଛି, ଆଉ ବହୁତ ଲୋକଙ୍କର ଅଛି 1-1.5 ବର୍ଷ ଲାଗିଯାଉଛି ତଥାପି ହେଉନି। କିନ୍ତୁ ତାଙ୍କ ମନରେ ସବୁବେଳେ ଦ୍ୱନ୍ଦ୍ୱ ଆସୁଛି। ଯଦି ଦ୍ୱନ୍ଦ୍ୱଟା କ'ଣ ନା, ମାନସିକ କରିଦେଲି କେଉଁ ଦିନ ପୂରଣ ହେବ, ମାନେ ଟାର୍ଗେଟ୍, ମନର ଟାର୍ଗେଟ୍ ଜମା ଆଣନ୍ତୁନି। ଟାର୍ଗେଟ୍ଟା ମୁଁ ପ୍ରଥମରୁ ଶେଷ ଯାଏଁ କହୁଛି, ଟାର୍ଗେଟ୍ ଆଣିଲେ କିଛି ହେବନି। ଜମା ଟାର୍ଗେଟ୍ ଆଣିବେନି। ଦେଖିବେ 100ରୁ 100% ଆପଣଙ୍କର ହେବ। ଆଉ ଯଦି ନ ହେବ ସକ୍ସେସ୍ ମୋତେ କହିବେ। ଏଇଟା ହେଉଛି ଗୋଟିଏ କଥା। ଆଉ ସେକେଣ୍ଡ କଥାଟି ହେଉଛି, ଆପଣମାନେ ଯେତେବେଳେ ବି ମାନସିକ କରିବା ପାଇଁ ଯାଆନ୍ତୁ, ଘରୁ ଅରୁଆ ଚାଉଳ ଧରିକି ଯିବେ। ଆଉ ଜମା ହେଠୁ କିଣିବେନି। କିଣିବାକୁ ହେଲେ ତ ଆମେ ସବୁ କିଣିଦେବା, କିନ୍ତୁ ଘରୁ ଅରୁଆ ଚାଉଳ ଗୁଆଟେ ଧରିକି ଯିବେ। ସପରିବାର ଧରିକି ଯାଆନ୍ତୁ, ବହୁତ ବଢ଼ିଆ। ସମସ୍ତଙ୍କର ଆଶୀର୍ବାଦ ରହିବ ଆମ ଅର୍ଥ ଉପରେ, ହେଲା କି। ଆଉ ମୋର ତ ଯାଇନଥିଲି, ମୋ ବୋଉକୁ ନେଇ ଯାଇଥାନ୍ତି, କିନ୍ତୁ ଯାଇନଥିଲେ। ଆମେ ବହୁତ ଦୂରରୁ ଯେହେତୁ ଅଛୁ, ଆମ ପାଖରେ ଗାଡ଼ି ଫାଡ଼ି କରିବା ପାଇଁ ଏତେ ପଇସା ପତ୍ର ଅର୍ଥ ନଥିଲା, ସେଥିଲାଗି ଆମେ ଯାଇନଥିଲୁ। ଆମେ 2 ଜଣ ଯାଇଥିଲୁ। କିନ୍ତୁ ଯେତେବେଳେ ଆପଣ ଯାଆନ୍ତୁ ସପରିବାର ଯିବେ, ଦେଖିବେ ବହୁତ ଭଲ ଖୁସି ଲାଗିବ, ବହୁତ ଭଲ ଖୁସି ଲାଗିବ। ଏତିକି ହେଉଛି କଥା। ପ୍ରଥମେ ସେ ଯେଉଁ ପୁରୀରୁ ଫୋନ୍ କରିଥିଲେ ତାଙ୍କୁ ଯେଉଁ ଜଣେଇଲି, ଆପଣମାନେ ଧୈର୍ଯ୍ୟ ଧରନ୍ତୁ, ନିଶ୍ଚିତ ହେବ। ଆଉ ହଁ, ତା ସହିତ ଟିକେ ଏଇ କାମଟା କରନ୍ତୁ। କେଉଁ କାମଟା ନା, ଯେଉଁ ପ୍ରତି ସୋମବାରେ ବେଲପତ୍ର ସାଙ୍ଗରେ ହଳଦୀ, ତିଲକ, ଶ୍ରୀକର୍ପୂର, ମହୁ, ଅଗୁର ସବୁ ମାରି ମୁରାକି ଗୋଟେ କଦଳୀ ପତ୍ରରେ ବାନ୍ଧି ତାକୁ ନେଇକି ଶିବଙ୍କ ମସ୍ତକରେ ଚଢ଼େଇଲେ, ଶିବଙ୍କର ଯଦି ଆମ ଉପରେ କୌଣସି ପ୍ରକାର ଅସନ୍ତୁଷ୍ଟ ଥାଆନ୍ତି, ତାହେଲେ ବହୁତ ଜଲ୍ଦି ସିଏ ଠିକ୍ ହେଇଯିବ। ଆଉ ଥରେ କହି ରଖୁଛି, ସକାଳୁ ଉଠିବେ, ନିତ୍ୟକର୍ମ ସାରିବେ। ଏତିକି କଥା କହିସାରିଲା ପରେ ବି ଭାଇ ଭଉଣୀମାନେ ମୋତେ ବୁଝିପାରୁନାହାନ୍ତି ଏ କଥାକୁ, ତଥାପି ପଚାରୁଛନ୍ତି। ଶୁଣନ୍ତୁ, ସୋମବାର ଦିନ ବଡ଼ି ସକାଳୁ ଉଠି ଗାଧୁଆ ପାଧୁଆ ସାରି, ଆଉ ନିତ୍ୟକର୍ମ ଯାହା ସବୁ ସାରିବା କଥା ସାରସୁରା ଦେଇ, ଘର ଠାକୁରଙ୍କ ପୂଜା ଆଗ କରିବେ। ଯଦି ପୂଜା କରୁନାହାନ୍ତି ତାହେଲେ କରିବେ, ଯଦି କରୁଛନ୍ତି ତ ଭଲ କଥା, ଯଦି ନ କରୁଛନ୍ତି ତାହେଲେ କରିବେ। ଠାକୁରଙ୍କ ପୂଜା ସାରିବେ। ପୂଜା ସାରିଲା ପରେ ସିଧା ଯାଇକି କଦଳୀପତ୍ର ଗୋଟେ ଅଗପତ୍ର କାଟିକି ଆଣିବେ। ତାକୁ ଧୋଇ ଧୁଆ ଦେଇ 7 ପ୍ରକାର ଫୁଲ, ଯଦି 7 ପ୍ରକାର ଫୁଲ ନାହିଁ ତାହେଲେ 3-4ଟା ହେଲେ ଚଳିବ, କିନ୍ତୁ କ୍ୱାଣ୍ଟିଟି ଦରକାର ମେଞ୍ଚେ, ଅଧିକ ହେବା ଦରକାର। ଏଇ 7 ପ୍ରକାର ଫୁଲ ହେଇଥାନ୍ତି, 7ଟା କି 15ଟା ଯାହା ହେଲେ ବି ଚଳିବ। 7 ପ୍ରକାର ଫୁଲ, ଯଦି 7 ପ୍ରକାର ନାହିଁ ତାହେଲେ 3-4ଟା ହଉ, ମେଞ୍ଚେ ଖଣ୍ଡେ ହଉ। 7 ପ୍ରକାର ଫୁଲ ଆଣିକି ରଖିବେ। ତ୍ରିଶାଖା ବେଲପତ୍ର 3ଟା, ଯେମିତି ନୂଆ ନୂଆ କଅଁଳି ଥିବ,
କୌଣସି ପ୍ରକାର ଖରାପ ହେଇନଥିବ। ଆଉ ତାକୁ ଆଣିକି ଧୋଇ ଧୁଆ ଦେଇକି ଅଗୁର, ଚନ୍ଦନ, ହଳଦୀ, ମହୁ, ଶ୍ରୀକର୍ପୂର ଏସବୁ ମାରିମୁରା ଦେଇ ତାକୁ ଭଲସେ ବାନ୍ଧି ଗୋଟେ ଧଳା ସୂତା ହଉ ଯେକୌଣସି ସୂତାରେ ହଉ ବାନ୍ଧି ଠାକୁରଙ୍କ କତିକି ନେଇଗଲେ ଠାକୁର ନନାଙ୍କୁ କହିବା ଯେଉଁ କଥା ପାଇଁ ଆମେ ମାନସିକ କରୁଛନ୍ତି ସେଇ କଥା କହିବା। କହିଲା ପରେ ଆଉ ସିଏ ଶିବଙ୍କ ମସ୍ତକରେ ଚଢ଼େଇବେ। ଚଢ଼େଇଲା ବେଳେ ତମେ ମନେ ମନେ ଜପିବ। ଯଦି ନନାଙ୍କୁ କହିପାରିବ ତାର କହିବ, ନ କହିପାରିବ ମନେ ମନେ ଜପିବ। ଆଉ ସେଠି ଥିବେ ନିଶ୍ଚିତ ବୃଷଭ ଥିବେ, ମାନେ ଅରିଜିନାଲ ନା କି ପଥର ଷେଣ୍ଢ ଥିବେ। ତାଙ୍କୁ 2ଟା 3ଟା କଦଳୀ ଯାବେ ହେଲେ ଖାଇବାକୁ ଦେବ। ଏତିକି ହେଉଛି କଥା। ସାତଟା ସୋମବାର, ସେଇ ସାତଟା ସୋମବାର ସେ ସବୁବେଳେ ସବୁ ସାତଟା ସୋମବାର ଯାକ କରିଛନ୍ତି। କଲା ପରେ ତାଙ୍କର ଏଇ ପଜିଟିଭ ହେଇଛି ଯାହା ହଉ ଠାକୁରଙ୍କ ଦ୍ୱାରା ରହିଛି। ଆଉ ନନା ବି ଆମକୁ କହୁଥିଲେ, ଆଉ ଜଣେ କଟକରେ ଜଣଙ୍କର ହେଇଛି, ତାଙ୍କ ଫଟୋ ଏଇ ଦେଖନ୍ତୁ, ଭଲ ପୁଅଟେ ତାଙ୍କର ଗୁଲଗୁଲିଆ ପୁଅଟେ ହେଇଛି, ବଢ଼ିଆ ସୁନ୍ଦର ଲାଗିଲା କଥାଟା। ଆଉ ବିଶ୍ୱାସ ଭରସା ଯେଉଁମାନେ କରୁନାହ ସେମାନେ ଟିକେ କରନ୍ତୁ। ଭରସା ଜମା ଭାଙ୍ଗନ୍ତୁନି। ଭରସା ଭାଙ୍ଗିଲେ କିଛି ପାଇବାନି। ଯେଉଁଠି ଭରସା ଅଛି ସେଠି ସତ ଅଛି, ଯେଉଁଠି ସତ ଅଛି ସେଠି ଭରସା ଅଛି, ହେଲା କି। ଆଉ ବାଲୁଙ୍ଗେଶ୍ୱରଙ୍କ କତିକି ଯିଏ ବି ଯାଇଛି ସିଏ କେବେ ଫେରିନି। ମୁଁ ଦୃଢ଼ ଭାବରେ କହୁଛି, ଆପଣମାନେ ଯାଆନ୍ତୁ। ଯଦି ଦୂରରେ ଥାଇ ମାନସିକ କରୁଛନ୍ତି ମୋତେ ଫୋନ୍ କରନ୍ତୁ, ମୁଁ ମାନସିକ କରେଇ ଦେଉଛି। ଯଦି ମୋତେ ମୁଁ ଫୋନ୍ ନ କରିବେ ଡାଇରେକ୍ଟ ନନାଙ୍କ ସହ କଥା ହେଇକି ମାନସିକ କରନ୍ତୁ। ମାନସିକ ରଖିଲା ପରେ ଏଇ ଯେଉଁ ନୀତି ନିୟମ ସବୁ ପାଳିବେ। କେତେ ଦିନ ଆମର କହିଲ? 21 ଦିନ ପାଳିବେ। 21 ଦିନ ତ ସିନା ପାଳିବେ, କିନ୍ତୁ ପ୍ରତି ସୋମବାରିଆ ଟିକେ ଶିବଙ୍କ ମସ୍ତକରେ ବେଲପତ୍ର ଚଢ଼ାନ୍ତୁ। ଚଢ଼ିଲେ ନିଶ୍ଚିତ ଭାବେ ଠିକ୍ ଠାକ୍ ହେଇଯିବ, ହେଲା କି। ଏଇଠି ହେଉଛି ନୀତି ଆଉ ନିୟମ। ଆଉ ଗୋଟେ କଥା ଭିତରେ ପଶିଯାଇଛି। ବାହାଘର ଗୋଟେ ଝିଅଟିର ଗୋଟେ ପୁଅ ସହିତ ବାହାଘର ଠିକ୍ ହେଇଥିଲା। ଠିକ୍ ହେଲା ପରେ ତାଙ୍କର ଘର ଲୋକ ରିଙ୍ଗ ସେରିମନି କରିଦେଲେ। ରିଙ୍ଗ ସେରିମନି କଲା ପରେ ସେ 2 ଜଣ କ'ଣ କି, ଆଜିକାଲି ଦୁନିଆରେ ଆଗ କ'ଣ କହିଲ, ରିଙ୍ଗ ସେରିମନି ନଥିଲା, ଆଉ କିଛି ନଥିଲା। ଝିଅକୁ ବାପ ମାନେ ଶ୍ୱଶୁର ମାନେ ଯେଉଁ ପୁଅ ବାଲା ଘର ଯାଇକି ଝିଅ ବାଲାକୁ ଦେଖିବେ, ଝିଅକୁ ଦେଖିବେ, ପସନ୍ଦ ହେଲା ପରେ ଏମାନେ ଯାଇକି ତାକୁ ଦେଖିବେ। ୟାଙ୍କର ପସନ୍ଦ ହେଲା ପରେ ଫାଇନାଲ ଖିଆ ହେଇଯିବ। କୌଣସି ଝିଅ ପୁଅ କାହାକୁ ଦେଖିନଥିବେ। ଯଦି ବା ଦେଖିଥିବେ ଆଲବମ୍ ଫଟୋରେ ଦେଖିଥିବେ, ଏ ଝିଅଟା ଏମିତି, ସେ ପୁଅଟା ଏମିତି, କିନ୍ତୁ କିଏ କାହାକୁ ଦେଖାଦେଖି ହେଇନଥିବେ। ଆଜିକାଲି ଦୁନିଆରେ କ'ଣ ନା, ଦେଖାଦେଖି ହେଲା ପରେ ଯଦି 2 ଜଣଙ୍କୁ ରାଜି ହେଇଗଲେ ତାହେଲେ ତାଙ୍କର କଥାବାର୍ତ୍ତା ଚାଲିବ, ତାଙ୍କ ଭିତରେ ଲଭ ସୃଷ୍ଟି ହେବ, ପ୍ରେମ ସମ୍ପର୍କ ସୃଷ୍ଟି ହେବ। ସବୁ ହେଇସାରିଲା ପରେ 3 ମାସ ହେଲା, 4 ମାସ ହେଲା, 5 ମାସ ହେଲା, 6 ମାସ ହେଲା, ବର୍ଷେ ପାଇଁ ତାଙ୍କ ଟାଇମ୍ ନେଇଥିଲା ନା। ଆମର ଟିକେ ହଇରାଣ ହେଉଛୁ, ଘର ଫର ନାହିଁ। ବର୍ଷେ ଭିତରେ ଘର ଫର ରେଡ଼ି ହେଲା ପରେ ଆମେ ବାହାଘର କରିବା। ଥଣ୍ଡାଟା ମୋତେ ପ୍ରବଳ। ଏଇସବୁ କଥା କହିକୁହାକି ସେଟା ଭଲ ପାଇଥିଲେ। ଭଲ ପାଇବା ଭିତରେ ଯେହେତୁ ବାହା ହେବେ, ତାଙ୍କ ସହିତ ପ୍ରେମ ସମ୍ପର୍କ, ଶାରୀରିକ ସମ୍ପର୍କ, ମାନେ ଫିଜିକାଲ ଯାହା ସବୁ ସମ୍ପର୍କ ଅଛି, ସବୁ ସମ୍ପର୍କ ଚାଲିଲା ପରେ ପୁଅ ଏବେ ଜଷ୍ଟ ମନା କଲା, ମାନେ ମାସେ 1.5 ମାସ ତଳେ ପୁଅ ମନା କଲା, ମୁଁ ଆଉ ତୁମକୁ ବାହା ହେବିନି। କ'ଣ ପାଇଁ ବାହା ହେବି? ତୁମକୁ ଆଉ ବାହା ହେବିନି। ଆଉ ମୋର ଘରେ ଯେଉଁଠି ଠିକ୍ କରିଛନ୍ତି ମୁଁ ସେଇଠି ବାହା ହେବି, ତୁମେ ଭଲ ନୁହଁ, ସିଏ କହିକି ତାଙ୍କୁ ଛାଡ଼ି ଦେଇକି ସେ ବାହାଘର ପାଇଁ ସେ ରାଜି ହେଇଗଲା। ଝିଅ ପୁରା କାନ୍ଦି ବୋବେଇ ମାସେ ଖଣ୍ଡେ କାନ୍ଦି ବୋବେଇ ମୋତେ ଫୋନ୍ କଲା, ଭାଇ ମୁଁ କ'ଣ କରିବି? ମୁଁ କହିଲି, ଦେଖ ତୁମେ ବାହାଘର ପାଇଁ ଯାହା ଖର୍ଚ୍ଚ କର ଭଗବାନଙ୍କ ଉପରେ ଛାଡ଼ିଦେଇ ଆଗ ଗୋଟେ ମାନସିକ ରଖିଦିଅ, ତାପରେ ଆମେ ଦେଖା ହେବ କ'ଣ ହେବ କ'ଣ ନାହିଁ। ଏତିକି ତାଙ୍କୁ କହିଲା ପରେ ସେ ସିଧା ଆଖି ମୁଜି ମୋତେ 1000 ଟଙ୍କା ପଠେଇଲା ପରେ କହିଲେ, ଭାଇ ଆଉ ମୋ ପାଖରେ ଟଙ୍କାଟେ ବି ନାହିଁ, ତୁମେ ଯାହା କରୁଛ ଏତିକିରେ କର, ଗୋଟେ ଗରିବ ଭଉଣୀ ଉପରେ ଦୟା ଧର୍ମ କର। ସାଙ୍ଗେ ସାଙ୍ଗେ ସେ 1000 ଟଙ୍କା ମୋତେ ପଠେଇଲେ। 1000 ଟଙ୍କା ମୁଁ ସାଙ୍ଗେ ସାଙ୍ଗେ ନନାଙ୍କୁ ପଠେଇ ମାନସିକଟି ରଖିଦେଲି। ମାନସିକଟି ରଖିଲା ପରେ 21 ଦିନ ନୀତି ନିୟମ ପାଳିଲେ। ଏଇସବୁ ଯେଉଁଟା କହିଥିଲି କରିବା ପାଇଁ ଏଟା କଲେ। ଯେଉଁ ବେଲପତ୍ର ଚଢ଼େଇଲା ଭିତରେ ମୋ ମନକୁ ଆଉ ଗୋଟେ କଥା ଆସିଲା, ମୁଁ ତାଙ୍କୁ ଜଣେଇ ନଥିଲି କି ଭଉଣୀ ତୁମେ 7 କଳସ ଏଡ଼ିକି କଳସରେ ଏଡ଼ିକି ହଉ ଛୋଟ ହଉ 7 କଳସ କ୍ଷୀର ଠାକୁରଙ୍କ ଉପରେ ଟିକେ ଢାଳିଦେବା ଶିବଙ୍କ ମସ୍ତକରେ। ଆମେ ତ ବାଲୁଙ୍ଗେଶ୍ୱର ଯାଇପାରିବା ନାହିଁ। ସେଇ ବାଲୁଙ୍ଗେଶ୍ୱରଙ୍କ ନାଁରେ ଯେଉଁଠି ଫୁଟା ଲିଙ୍ଗ ଅଛି, ମାନେ ଯେଉଁଠି ଲିଙ୍ଗ ପାତାଳ ଫୁଟା ଲିଙ୍ଗ, ସେଇଠି ଆମେ ଚଢ଼େଇଦେବା 2 ଜଣଙ୍କ ନାଁରେ। ଦେଖିବା କ'ଣ ହେଉଛି ଠାକୁରଙ୍କ ଦୟା। ପ୍ରଥମ ଷ୍ଟାର୍ଟ ତାଙ୍କ ପାଖରୁ। ଯେତେବେଳେ ସେ ଚଢ଼େଇ ଦେଲେ ତା 2 ଦିନ ଯାଇ ତାର ଫୋନ୍ କ'ଣ ଆଇଲା ନା, ମୁଁ ତମ ଭଳିଆ ଆଉ କେଉଁଠି ପାଇବି ନାହିଁ, ତମ ସହିତ ମୁଁ ଯେତିକି କଥା ହେଇଛି, ଯାହା ଜାଣିଛି, ତମେ ହିଁ ସବୁକିଛି ମୋର, ଆଉ ବହୁତ ଭଲ, ତମେ ହିଁ ମୋର ବାହାଘର ପାଇଁ, ତମକୁ ମୁଁ ବାହା ପାଇଁ ରେଡ଼ି ଅଛି, ତମେ ପ୍ଲିଜ୍ ମୋତେ ବାହା ହେଇଯାଅ।
ଏଇ ରିକ୍ୱେଷ୍ଟ ମୋତେ ଭଉଣୀ ଫୋନ୍ କରିଥିଲେ କ'ଣ କରିବି। ମୁଁ ନା ତମର ଯେତେବେଳେ ସକ୍ସେସ୍ ଆସି ହାତ ପାଆନ୍ତାରେ ତମେ ମୋତେ କାହିଁ ପଚାରୁଛ, ତମେ ତାଙ୍କୁ ହିଁ ଆପଣେଇ ନିଅ, ବାହାଘର ହେଇଯାଅ। ତାଙ୍କର ଏଇ ବାହାଘର ହେବ, ଯେଉଁ ଆଗ ଗୋଟେ ଆସୁଛି କ'ଣ ଏଇଟା ଲଗ୍ନ ଆସୁଛି, ବାହାଘର ହେବ। ଆଉ କାର୍ଡ଼ ଦେଇଛନ୍ତି, ମୁଁ କାର୍ଡ଼ ଦୋକାନରେ ରଖିଛି, ଆପଣଙ୍କୁ ଦେଖେଇଦେବି କେତେବେଳେ ସେ କାର୍ଡ଼ ଦେଖେଇଦେବି। ଦେଖିଆ ଏତେ ବାଟରୁ ଆସି କାର୍ ଦେଇକି ଯାଇଥିଲେ ଯିବ ବୋଲି, ଆଉ ମୁଁ ତ ଏକା ଯିବିନି, ମୁଁ ମୋ ସ୍ତ୍ରୀକି ନେଇକି ବାଇକ୍ରେ ନେଇକି ଯିବି। ଠାକୁରଙ୍କ ଦୟା, ସବୁ ବାଲୁଙ୍ଗେଶ୍ୱରଙ୍କ ଦୟା ହେଲା, ତାଙ୍କର ସକ୍ସେସ୍ ହେଲା। ଦେଖିଆ ଆଉ କ'ଣ ହେଉଛି କ'ଣ ନାହିଁ, ଆଉ ଭଗବାନ କରନ୍ତୁ ତାଙ୍କର ସକ୍ସେସ୍ ହେଲା, ଯେମିତି ଭାଇ ଭଉଣୀ ସମସ୍ତଙ୍କର ବି ସକ୍ସେସ୍ ହେଉ, ଏତିକି କହିବି। ଆଉ ଆଗକୁ କହିବା ପାଇଁ ଚାହିଁବେନି। ପୁଣି ଏକ କୌଣସି ଭିଡ଼ିଓ ନେଇ ପୁଣି ଆପଣଙ୍କ ପାଖରେ ଆସି ପହଞ୍ଚିବି, ସେତିକିବେଳ ପାଇଁ ମୋତେ ବିଦାୟ ଦେବେ। ରହିଲି, ଜୟ ଜଗନ୍ନାଥ, ଜୟ ବାବା ବରାଳ ବାଲୁଙ୍କେଶ୍ୱର। ସମସ୍ତଙ୍କର ଦୁଃଖ ହରି ନେଇ ସୁଖରେ ପରିଣତ କରିଦିଅ ବାବା ବାଲୁଙ୍କେଶ୍ୱର। ଆମେ ବି ବହୁତ କଷ୍ଟ କରି ଆପଣଙ୍କ ପାଖକୁ ଯାଇ ପହଞ୍ଚୁ, ଆମର ବି ଦୁଃଖ ହରି ନିଅନ୍ତୁ। ବହୁତ ଭାଇ ଭଉଣୀ ମାନେ ହଜାର ହଜାର ଲୋକ, ଆଜି ତ ଗୁଲୁଆ ଭାଇ ଯାଇଥିଲା, ମୁଁ ଦେଖିଛି ଗୁଲୁଆ ଭାଇ ଯାଇଥିଲା, ସେଦିନ ସବୁ ପ୍ରାୟ ଲୋକ ଗଲେଣି, ଆଉ ଫିଲ୍ମ ଷ୍ଟାର ମାନେ ବି ଗଲେଣି। ସମସ୍ତଙ୍କର ବିଶ୍ୱାସ ଆଉ ଭରସା ଆସୁଛି ବୋଲି ଯାଉଛନ୍ତି। ତମେ ମାନେ କେବେ ବିଶ୍ୱାସ ହାରିବନି, ମୁଁ ଏତିକି କହୁଛି। ଏ ଭାଇ ତମକୁ ଡ୍ୟାନ୍ ମାରି କହୁଛି ତମର ହବ, କେତେବେଳେ ମନରେ ଆଣିବେନି ମୋର ହବନି ବୋଲି, 100% ହବ। ୱେଟ୍ କର। ରହିଲି, ଜୟ ଜଗନ୍ନାଥ, ଜୟ ବାବା ବରାଳ ବାଲୁଙ୍କେଶ୍ୱର। ପୁଣି ଦେଖା ହେବା ଆଉ ଏକ ଭିଡ଼ିଓରେ।